ବାଗଦାଦ ନଗରୀର ଏକ ସମ୍ଭ୍ରାନ୍ତ ଅଞ୍ଚଳରେ ଗୋଟିଏ ବିରାଟ କୋଠା ଘରେ ସେଦିନ ସନ୍ଧ୍ୟାରେ କୌଣସି ଏକ ଉତ୍ସବ ଅନୁଷ୍ଠିତ ହେଉଥାଏ। କୋଠା ଆଗରେ ସୁନ୍ଦର ଉଦ୍ୟାନ, ତହିଁ ଭିତରେ ଉଜ୍ଜଳ ମଶାଲମାନ ପୋତା ହୋଇଥାଏ। ମଧୁର ସଙ୍ଗୀତରେ କୋଠାର ଚତୁର୍ଦିଗ ମୁଖରିତ ହେଉଥାଏ। କୋଠାର ବାହାରେ ବିଚରଣ କରୁଥିଲେ ଜଣେ ଭଦ୍ରଲୋକ। ଛାଇ ଆଲୁଅରେ ମନେ ହେଉଥିଲା ସେ ଜଣେ ଧନୀ ଲୋକ, କାରଣ ସେ ପିନ୍ଧିଥିବା ପୋଷାକ ଖୁବ୍ ମୂଲ୍ୟବାନ। କିନ୍ତୁ କେହି ଯଦି ଜଣେ ଯାଇ ତାଙ୍କ ପାଖକୁ ନିରୀକ୍ଷଣ କରନ୍ତା, ତେବେ ସେ ବୁଝିପାରନ୍ତା ଯେ ଭଦ୍ରଲୋକ ଜଣକ ପିନ୍ଧିଥିବା ଚାକଚକ୍ୟ ପୋଷାକ ବେଶ୍ ପୁରୁଣା, ତାକୁ ବାରମ୍ବାର ମରାମତି କରାଯାଇଛି। ସେଥିରେ ହୁଏତ ଦିନେ ସୁନା ବୋତାମମାନ ଲାଗିଥିଲା। ଏବେ କିନ୍ତୁ ଯାହା ଚିକଣ ଦିଶୁଛି ତାହା ଅତି ମାମୁଲି ବସ୍ତୁ। ଏଥିରେ ରହସ୍ୟ କିଛି ନାହିଁ। ଭଦ୍ରଲୋକ ଜଣକ ଦିନେ ଖୁବ୍ ଧନୀ ବଣିକ ଥିଲେ। ତାଙ୍କର ମଧ୍ୟ ଏମିତି ବଡ଼ କୋଠା ଥିଲା। ସେ ବି ଏମିତି ଉତ୍ସବ ସବୁ ଆୟୋଜନ କରୁଥିଲେ। ପାତ୍ର, ମିତ୍ର, ବନ୍ଧୁ ବାନ୍ଧବ ଆଉ ବ୍ୟବସାୟରେ ସହଯୋଗୀମାନଙ୍କୁ ଆପ୍ୟାୟିତ କରୁଥିଲେ। କିନ୍ତୁ ଘଟଣାଚକ୍ରରେ ସେ ସର୍ବଶାନ୍ତ ହୋଇଗଲେ। ସହର ତଳିର ଗୋଟେ କୁଡ଼ିଆରେ ନିଜ ସ୍ତ୍ରୀକୁ ନେଇ ରହିବାକୁ ପଡ଼ିଲା। ତାଙ୍କର ଦୁଇ ପୁଅ ଅନ୍ୟମାନଙ୍କ ଘରେ ଖଟୁଥାନ୍ତି। ସେଦିନ ତାଙ୍କ ଘରେ ସାମାନ୍ୟ ଖାଦ୍ୟ ଥିଲା। ସେ ଦେଖିଲେ ସେତିକି ତାଙ୍କୁ ଆଉ ତାଙ୍କ ସ୍ତ୍ରୀଙ୍କୁ ଯଥେଷ୍ଟ ହେବନି। ସ୍ତ୍ରୀ ତାଙ୍କର ଅସୁସ୍ଥ ଥାନ୍ତି। ତେଣୁ ସେ ଖାଦ୍ୟତକ ତାଙ୍କ ପାଇଁ ରଖିଦେଇ ଘରୁ ବାହାରି ଆସିଛନ୍ତି। କେଉଁଠି କେମିତି ହେଲେ ହୁଏତ ସେ ନିଜ ପାଇଁ କିଛି ଖାଦ୍ୟ ସଂଗ୍ରହ କରିପାରିବେ, ନହେଲେ ସେମିତି ଭୋକିଲା ରହିବେ। ଉତ୍ସବ ମୁଖର କୋଠା ଆଗରେ ସେ ବୁଲୁଥାନ୍ତି। ଦେଖିଲେ 8-10 ଜଣ ଅତିଥି ଏକତ୍ର ଆସି ସେଇ କୋଠା ପାଖରେ ପହଞ୍ଚିଲେ। ତତ୍କ୍ଷଣାତ ସେଇ କୋଠାର ମାଲିକ ନିଜେ ଫାଟକ ପାଖକୁ ଆସି ସେମାନଙ୍କୁ ସ୍ୱାଗତ କଲେ। ତାଙ୍କ ପରିଚାରକ ହାତରୁ ଅତର ପାତ୍ର ନେଇ ସେମାନଙ୍କ ଉପରେ ସିଞ୍ଚନ କଲେ, ଆଉ ବୈଠକଖାନା ଆଡ଼େ ମୁହାଁଇଲେ। ସେଇ ଅତିଥି ଦଳ ସହ ସେଇ କ୍ଷୁଧାର୍ଥ ଭଦ୍ରଲୋକ ଜଣକ ଭିତରକୁ ପଶିଗଲେ। ତାଙ୍କ ପୋଷାକ ଦେଖିଲେ କିଏ ବା ଭାବିବ ସେ ସାରା ଦିନଟା କିଛି ଖାଇନାହାନ୍ତି ବୋଲି। କିନ୍ତୁ ଅତିଥିମାନେ ଯେତେବେଳେ ଗୃହସ୍ୱାମୀଙ୍କ ସାମ୍ନାରେ ଗଦି ଉପରେ ବସିଗଲେ ଓ ଗୃହସ୍ୱାମୀ ଜଣ ଜଣ କରି ସମସ୍ତଙ୍କୁ ଭଲମନ୍ଦ ପଚାରିଲେ, ସେ ସତର୍କ ଭାବରେ ସେଠାରୁ ଉଠିଯାଇ କୋଠାର ପଛପଟ ବାରଣ୍ଡାରେ ଠିଆ ହେଲେ। ବାରଣ୍ଡାର ଗୋଟେ କଣରେ 4ଟି ହୃଷ୍ଟପୃଷ୍ଟ କୁକୁର ବନ୍ଧା ହୋଇଥାନ୍ତି। ଗୋଟିଏ ସ୍ତମ୍ଭ ଆଢ଼ୁଆଳରେ ଥାଇ ସେ ଦେଖିଲେ ଜଣେ ପରିଚାରକ 4ଗୋଟି ସୁନା ଥାଳିରେ ସୁଖାଦ୍ୟ ଆଣି 4 କୁକୁରଙ୍କ ଆଗରେ ଥୋଇକି ଚାଲିଗଲା। କ୍ଷୁଧାର୍ଥ ଭଦ୍ରଲୋକଙ୍କର ଲୋଭ ହେଲା ପ୍ରବଳରୁ ଅତି ପ୍ରବଳ। ସେ ଲକ୍ଷ୍ୟ କଲେ ଗୋଟିଏ କୁକୁର ତାଙ୍କ ଆଡ଼କୁ ଏକ ଧ୍ୟାନରେ ଅନେଇ ରହିଛି। 5 ବର୍ଷ ତଳେ ଯେତେବେଳେ ସେ ହଠାତ୍ ଦୁଷ୍ଟ ହୋଇ ପଡ଼ିଥିଲେ, ସେତେବେଳେ ତାଙ୍କ ସ୍ତ୍ରୀ ବଢ଼େଇଥିବା କେତୋଟି କୁକୁର ଶାବକଙ୍କୁ ସେ ଜଣେ ପଶୁ ବ୍ୟବସାୟୀଙ୍କୁ ବିକ୍ରୟ କରିଦେଇଥିଲେ। ଏଇ କୁକୁରଟି ସେଇମାନଙ୍କ ଭିତରୁ ଗୋଟିଏ ହେଇଥିବ କି? ସେ ଯାହା ହଉ, କୁକୁରଟି ନିଜର ଗୋଟିଏ ଗୋଡ଼ ଉଠେଇ ତାଙ୍କୁ ତା ନିଜ ଆଗରେ ଥିବା ଥାଳି ପାଖକୁ ଯେମିତି ଡାକୁଥାଏ। ଭଦ୍ରଲୋକ ଜଣକ ବିସ୍ମିତ ହେବା ସଙ୍ଗେ ସଙ୍ଗେ ସଙ୍କୁଚିତ ଭାବେ ଠିଆ ହୋଇ ରହିଲେ। କିନ୍ତୁ କୁକୁରଟି ତା ଭଙ୍ଗୀରେ ପୁନରାବୃତ୍ତି କରି ଚାଲିଥାଏ। ଏଣେ ଭଦ୍ରଲୋକ ଜଣକ ନିଜର ଭୋକ ସମ୍ଭାଳି ପାରୁନଥାନ୍ତି। ସେ ଯାଇ କୁକୁର ଆଗରେ ବସିପଡ଼ି କୁକୁରକୁ ପରସି ଦିଆଯାଇଥିବା ଆହାରତକ ନିଜେ ଖାଇବାକୁ ଲାଗିଲେ। ଆଉ କୁକୁରକୁ ଥରେ ଆଉଁସି ଦେଇ ଉଠି ପଡ଼ିଲେ। କୁକୁର ଟିକେ ମୃଦୁ ଶବ୍ଦ କରି ତାଙ୍କ ଆଡ଼କୁ ସେ ସୁନା ଥାଳିଟି ଠେଲିଦେଲା। ଭଦ୍ରଲୋକ ବୁଝିଗଲେ କୁକୁର ତାଙ୍କୁ ସେ ଗୋଟିକ ନେଇଯିବା ପାଇଁ ଇଙ୍ଗିତ କରୁଛି। ସେ ଦ୍ୱନ୍ଦ୍ୱରେ ପଡ଼ିଲେ, କିନ୍ତୁ କୁକୁର ଥାଳିଟିକୁ ଠେଲି ଠେଲି ତାଙ୍କ ପାଦ ପାଖରେ ପହଞ୍ଚେଇ ଦେଲା। ଏଥର ଭଦ୍ରଲୋକ ସେ ଗୋଟିକ ଉଠେଇ ନେଇ ନିଜର ଢିଲା ପୋଷାକ ଭିତରେ ଭର୍ତ୍ତି କଲେ ଏବଂ ମନ୍ଥର ଗତିରେ କୋଠା ପରିସରରୁ ବାହାରିଗଲେ। ଫାଟକ ପାଖରେ ଦରୁଆନ ତାକୁ ସଲାମ ବଜେଇ ବିଦାୟ ଦେଲା। ତା ପରଦିନ ଭଦ୍ରଲୋକ 2 ପୁଅଙ୍କୁ ଡକେଇ ପଠେଇଲେ। ଏବେ ସସ୍ତ୍ରୀକ 2 ପୁଅକୁ ଧରି ସେ ବାଗଦାଦ ତ୍ୟାଗ କରି ଗୋଟିଏ ଛୋଟ ସହର ଅଭିମୁଖେ ଯାତ୍ରା କଲେ। ଆଉ ବାଟରେ ନଗରୀର ଜଣେ ସୁପରିଚିତ ସୁନା ବ୍ୟବସାୟୀଙ୍କୁ ସେ ଥାଳିଟି ବିକ୍ରି କରିଦେଲେ। ପୂର୍ବରୁ ସେ ବ୍ୟବସାୟୀ ତାଙ୍କଠାରୁ କେତେ ମୂଲ୍ୟବାନ ଜିନିଷ ସବୁ କିଣିଥାନ୍ତି। ବ୍ୟବସାୟୀ ଜଣକ ତାଙ୍କ ଦୁର୍ଯୋଗ କଥା ଜାଣିଥାଏ। ସେ ଧରିନେଲା ଏଇ ସୁନା ଥାଳିଟି ତାଙ୍କ ଶେଷ ସମ୍ପଦ। ଏଣୁ ଉଦାର ଭାବରେ ସେ ଥାଳିର ମୂଲ୍ୟଠାରୁ ତାଙ୍କୁ ଯଥେଷ୍ଟ ମୂଲ୍ୟ ଦେଲା। ଭଦ୍ରଲୋକ ଜଣକ ବେପାର ବଣିଜରେ ଖୁବ୍ ଅଭିଜ୍ଞ ଥିଲେ। ଆଉ ତାଙ୍କର ଦୁର୍ଯୋଗ ସମୟରୁ ମଧ୍ୟ ସେ ବିଶେଷ ଅଭିଜ୍ଞତା ହାସଲ କରିଥିଲେ। ଆଉ ତାଙ୍କ ପୁଅ 2 ଜଣ ଥିଲେ ବି ଖୁବ୍ ବୁଦ୍ଧିମାନ ଆଉ ପରିଶ୍ରମୀ। ନୂଆ ସହରରେ ବର୍ଷକ ଭିତରେ ସେ ବ୍ୟବସାୟରେ ବିପୁଳ ସାଫଲ୍ୟ ଅର୍ଜନ କଲେ। 10 ବର୍ଷ ପୂର୍ଣ୍ଣ ହେଲା ବେଳକୁ ଭଦ୍ରଲୋକ ସେ ଛୋଟ ସହରରେ ସବୁଠୁ ବଡ଼ ବ୍ୟବସାୟୀ ଭାବରେ ପରିଗଣିତ ହେଲେ। ସେ ବନେଇଲେ ଗୋଟେ ବିରାଟ କୋଠା।
ପୁଅ 2 ଜଣଙ୍କୁ ବାହା କରେଇଲେ। ଖୁବ୍ ସୁଖରେ ସେ ରହିଲେ। କିନ୍ତୁ ବାଗଦାଦ ନଗରୀର ସେ ସମ୍ଭ୍ରାନ୍ତ ବ୍ୟକ୍ତି ଆଉ ତାଙ୍କର କୁକୁର କଥା ସେ ସବୁଦିନ ମନେ ରଖିଥାନ୍ତି। ଦିନେ ସେ ଗୋଟେ ଗାଡ଼ିରେ ପ୍ରଚୁର ଧନରତ୍ନ ବୋଝେଇ କରି ଗୋଟେ ଥଳିରେ ମୂଲ୍ୟବାନ ସୁନା ଥାଳିଟିଏ ପୂରେଇ ସନ୍ଧ୍ୟା ସୁଦ୍ଧା ଯାଇ ବାଗଦାଦ ନଗରୀରେ ପହଞ୍ଚିଲେ। 10 ବର୍ଷ ତଳର ସେ ଅଟ୍ଟାଳିକା ପାଖରେ ପହଞ୍ଚି ସେ ବିସ୍ମିତ ହୋଇଗଲେ। ସେ କୋଠାଟି ଜରାଜୀର୍ଣ୍ଣ ହୋଇଯାଇଥିଲା। ଅନେକ ସ୍ଥାନରେ ଖଣ୍ଡିଆ ଖାବରା ମଧ୍ୟ ହୋଇଯାଇଥାଏ। ମରାମତି ଅଭାବରୁ ଖୁବ୍ ଦୁଷ୍ଟ ଦେଖାଯାଉଥାଏ। ସେଦିନର ଉଦ୍ୟାନ ବି ନଷ୍ଟ ହୋଇଯାଇଥାଏ। ଆଉ ସେ ଅଞ୍ଚଳଟା ସମ୍ପୂର୍ଣ୍ଣ ଅନ୍ଧକାରରେ ବୁଡ଼ି ରହିଥାଏ। ଫାଟକ ସେପଟରେ ଜଣେ ବୃଦ୍ଧ ବ୍ୟକ୍ତି ଠିଆ ହୋଇଥିଲେ। ଭଦ୍ରଲୋକ ତାଙ୍କୁ ପଚାରିଲେ, ଆଜ୍ଞା, ଏ ବିରାଟ କୋଠା ଏମିତି ମଳିନ ଦିଶୁଛି କାହିଁକି? ବୃଦ୍ଧ ଜଣକ ଉତ୍ତର ଦେଲେ, ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି? ଏଇ ଘରର ମାଲିକ ବେପାର ବଣିଜରେ ଦେବାଳିଆ ହୋଇଗଲେ। କୋଠାର ତତ୍ତ୍ୱ ନେବ କିଏ? ଏବେ ଭଦ୍ରଲୋକ କହିଲେ, ହଁ, ଏ ବଡ଼ ଦୁଃଖର କଥା। ତାପରେ ବୃଦ୍ଧ କହିଲେ, ଦୁଃଖ ସୁଖ ତ ସଂସାରର ନିୟମ। ଏବେ ଆଗନ୍ତୁକ ଭଦ୍ରଲୋକ ଜଣକ ପଚାରିଲେ, ଏ ଘରର ମାଲିକ ଏବେ କେଉଁଠି ଅଛନ୍ତି? ବୃଦ୍ଧ କହିଲେ, ଏଇଠି, ତମେ ଯାହାଙ୍କ ସହିତ କଥାବାର୍ତ୍ତା କରୁଛ। ଆଗନ୍ତୁକ ନମ୍ର ଭାବରେ ତାଙ୍କୁ ଅଭିବାଦନ କଲେ ଓ ଭିତରକୁ ଯିବା ନିମନ୍ତେ ଅନୁମତି ଚାହିଁଲେ। ବୃଦ୍ଧ ତାଙ୍କୁ ସ୍ୱାଗତ କରି ଶୁଖିଲା ବଗିଚା ଭିତରକୁ ନେଇଗଲେ ଆଉ ପଚାରିଲେ, ଘର ଭିତରେ ତ ଅନ୍ଧକାର, ଏଇଠି ଆମେ କଥା ହେବା। ଏବେ କୁହନ୍ତୁ, ଆପଣଙ୍କ ଆସିବାର ଅଭିପ୍ରାୟ କ'ଣ? ଆଗନ୍ତୁକ ଭଦ୍ରଲୋକ ଜଣକ ଟିକେ ଇତସ୍ତତ ହେଇ 10 ବର୍ଷ ତଳର ସେ ଉତ୍ସବ ଆଉ ସେଦିନର ସୁନାଥାଳି କଥା ସମ୍ପୂର୍ଣ୍ଣ ବର୍ଣ୍ଣନା କଲେ। ଆଉ ଆଜି ତାଙ୍କର ସେଇ ଋଣ ପରିଶୋଧ କରିବା ନିମନ୍ତେ ପ୍ରଚୁର ଭେଟି ଆଉ ସୁନାଥାଳିଟିଏ ନେଇ ଆସିଛନ୍ତି ବୋଲି ସେ କହିଲେ। ଆଉ ଶେଷରେ କହିଲେ, ଅନୁଗ୍ରହ କରି ପ୍ରଥମେ ସ୍ୱହସ୍ତରେ ମୋ ଉପହାରତକ ଗ୍ରହଣ କରନ୍ତୁ। ଏହା କହି ସେ ସୁନାଥାଳି ଥିବା ରେଶମୀ ଥଳିଟିକୁ ତାଙ୍କ ଆଡ଼କୁ ବଢ଼େଇଦେଲେ। କିନ୍ତୁ ସେ ଘରର ମାଲିକ ବୃଦ୍ଧ ଜଣକ ନିଜ ହାତ ଦୁଇଟିକୁ ପଛକୁ ନେଇଯାଇ ନିର୍ବାକ ହୋଇ ଠିଆ ହୋଇ ରହିଲେ। ଆଗନ୍ତୁକ ପୁନର୍ବାର ତାଙ୍କୁ ଅନୁରୋଧ ଜଣେଇଲେ, ଖୁବ୍ କାକୁସ୍ଥ କଣ୍ଠରେ। ମାତ୍ର ଏଥର ଖୁବ୍ ଗମ୍ଭୀର ଭାବରେ ଉତ୍ତର ଦେଲେ ସେ ଗୃହସ୍ୱାମୀ ବୃଦ୍ଧ ଜଣକ, ଦେଖ ବାବୁ, ମୁଁ ଆଜି ନିଃସ୍ୱ, କିନ୍ତୁ ମୁଁ ମୋ ସମ୍ମାନ ବୋଧରେ ନିଃସ୍ୱ ନୁହଁ। ଗୋଟିଏ କଥା ଉପରେ ଧ୍ୟାନ ଦିଅ, ଦିନେ ମୋ କୁକୁର ଯାହା ଦାନ କରିଥିଲା ତାକୁ ମୁଁ ଫେରେଇ ନେବି, ଏ କଥା ମୋ ପକ୍ଷରେ କେତେ ଦୂର ସମ୍ମାନଜନକ ହେବ। ଏଣୁ ଦୟାକରି ମୋତେ ଆଉ କିଛି ଅନୁରୋଧ କରନ୍ତୁନି। ଏତିକି କହି ବୃଦ୍ଧ ଜଣକ ବୁଲିପଡ଼ି ତତ୍କ୍ଷଣାତ୍ ସେ ଅନ୍ଧାର କୋଠା ଭିତରେ ଅଦୃଶ୍ୟ ହୋଇଗଲେ। ସ୍ତବ୍ଧ ହୋଇ ଠିଆ ହୋଇଥିଲେ ସେ ଆଗନ୍ତୁକ। କିଛି ସମୟ ପରେ ସେ ଖୁବ୍ ଚିନ୍ତାଗ୍ରସ୍ତ ହୋଇ ନିଜ ଘରକୁ ଫେରିଆସିଲେ। ନମସ୍କାର, ମୁଁ ଦୀପକ ସେନାପତି। ଆଜି ଶୁଣିବା ଗୋଟେ ପୁରାତନ କାହାଣୀ, ତ୍ରିଫଳା ବୈଦ କଥା। ପରିବେଷଣ ପରଶୁରାମ ବେହେରା। ଗୋଟିଏ ରାଇଜରେ ଜଣେ କବିରାଜ ବୈଦ ଥାନ୍ତି। ସେ ବଡ଼ ଅମୃତ ହସ୍ତା। ଚାରିଆଡ଼େ ତାଙ୍କରି ନାଁ ଡାକ। ସେ ଯାହାକୁ ଔଷଧ ଦେଉଥିଲେ ସେ ନିଶ୍ଚିତ ଭଲ ହୋଇଯାଉଥିଲେ। କ୍ରମେ ସେ ବୁଢ଼ା ହୋଇଗଲେ। ତାଙ୍କର ଗୋଟିଏ ମାତ୍ର ପୁଅ ଥିଲା। ପୁଅଟି ଭାରି ନିର୍ବୁଦ୍ଧିଆ। ପୁଅକୁ ତାଙ୍କ ପରି ଜଣେ ବୈଦ କରିବା ପାଇଁ ବହୁତ ଯତ୍ନ କଲେ, ମାତ୍ର ସବୁ ବିଫଳ ହେଲା। କବିରାଜ ବଡ଼ ବ୍ୟସ୍ତ ହେଲେ। ଶେଷକୁ ମଲାବେଳକୁ ପୁଅକୁ ଡାକିକି କହିଲେ, ଆରେ ବାବୁ, ତୋର ତ ପାଠଶାଠ କିଛି ହେଲାନି। ଏବେ ମୁଁ ତତେ ଗୋଟେ କଥା କହୁଛି, ମୋ କଥା ମନ ଦେଇ ଶୁଣ। ଯଦି ତୁ ସେତିକି କରିପାରିବୁ ତାହେଲେ ତୁ ଆରାମରେ ଖାଇ ପିଇକି ଜୀବନଟା ସୁଖରେ ବିତେଇ ପାରିବୁ। ପୁଅ ପଚାରିଲା, ମୋତେ କ'ଣ କରିବାକୁ ହେବ କହୁନାହାନ୍ତି ବାପା? ବାପା କହିଲେ, ଶୁଣୁ, ତ୍ରିଫଳା କହିଲେ ହରିଡ଼ା, ବାହାଡ଼ା ଆଉ ଅଁଳା। ଏ 3ଟି ଫଳକୁ ସମାନ ଭାଗରେ ମିଶେଇ ଗୁଣ୍ଡ କରି ବତୁରେଇକି ଛାଣିଦେବୁ। ତାପରେ ସେଇ ଯେଉଁ ପାଣି ବାହାରିବ ତାକୁ ପିଇଲେ ମହା ରୋଗ ଆରୋଗ୍ୟ ହୋଇଯିବ। ତୁ ଆଉ କିଛି ନ କରି ଯିଏ ଯେଉଁ ରୋଗ ପାଇଁ ତୋ ପାଖକୁ ଆସୁନା କାହିଁକି, ତୁ ଖାଲି ତାକୁ ତ୍ରିଫଳା ଔଷଧ ଦେବୁ। ଏତିକି କରିପାରିଲେ ରୋଗୀର ରୋଗ ଯିବ, ତୁ 2 ପଇସା ରୋଜଗାର କରି ଖୁସିରେ ରହିପାରିବୁ। ବାପାଙ୍କ କଥାରେ ପୁଅ ରାଜି ହେଲା। ବାପା ଥାଉ ଥାଉ ବି ଅନେକ ଜାଗାରେ ସେଇ ତ୍ରିଫଳା ଔଷଧ ବ୍ୟବହାର କରି ଭଲ ଫଳ ପାଇଲା। କିଛି ଦିନ ପରେ ବାପା ଚାଲିଗଲେ। ଏଣିକି ସବୁ ପ୍ରକାର ରୋଗୀ ପୁଅ ପାଖକୁ ଆସିଲେ। ପୁଅକୁ ସେଇ ତ୍ରିଫଳା ଜଳ ଛଡ଼ା ଆଉ ତ କିଛି ଜଣା ନାହିଁ। ତେଣୁ ସେ ସବୁ ରୋଗ ପାଇଁ ସେଇ ତ୍ରିଫଳା ଜଳ ଦେଲା। ପ୍ରକୃତରେ ତ୍ରିଫଳାର ଆଉ କିଛି ହଉ କି ନ ହଉ, ଝାଡ଼ାଟା ଭଲ ସଫା ହୁଏ। ଝାଡ଼ା ସଫା ହେଲେ ତ ଅନେକ ରୋଗ ଭଲ ହୋଇଯାଏ। ଲୋକେ ତ୍ରିଫଳା ଜଳ ଖାଇ ଭଲ ହେବାରେ ବୈଦଙ୍କର ନାଁ ଚାରିଆଡ଼େ ବ୍ୟାପିଗଲା।
ସମସ୍ତେ ତାଙ୍କୁ ତ୍ରିଫଳା ବୈଦ୍ୟ ବୋଲି ଡାକିଲେ। କ୍ରମେ କ୍ରମେ ବହୁତ ରୋଗୀ ତାଙ୍କ ପାଖକୁ ଆସିଲେ। ଦିନେ ଜଣଙ୍କର ଗାଈ ହଜିଥାଏ। ସେ ଖୋଜି ଖୋଜି ନୟାନ୍ତ ହୋଇଗଲାଣି। ରାତି 2 ଘଡ଼ି ହେଲା, ତେବେ ସୁଦ୍ଧା ତା ନିଜ ଗାଈକୁ ପାଇଲାନି। ଦୈବାତ ତ୍ରିଫଳା ବୈଦ୍ୟଙ୍କ ସାଙ୍ଗରେ ତାର ଦେଖା ହେଇଗଲା। ବୈଦ୍ୟ ପଚାରିଲେ, କି ହୋ, କାହିଁକି ବଡ଼ ବ୍ୟସ୍ତ ଦେଖାଯାଉଛ? କ'ଣ ହେଇଛି କି? ଲୋକଟି କହିଲା, ବ୍ୟସ୍ତ କ'ଣ କି ବୈଦ୍ୟ, ମୋ ଗାଈଟା କୁଆଡ଼େ ଗଲା, ମୁଁ ତାକୁ ଖୋଜି ଖୋଜି ପାଉନି। ସକାଳ ପହରୁ ଖୋଜି ଖୋଜିକି ନୟାନ୍ତ ହେଇଗଲିଣି। ବୈଦ୍ୟ ତ କେବଳ ଜାଣିଛନ୍ତି ତ୍ରିଫଳା ସବୁଠିକି ପାଏ। ତେଣୁ କହିଲେ, ଆଚ୍ଛା ଏଇ କଥା, ତମେ ଆଦୌ ବ୍ୟସ୍ତ ହୁଅନି। ମୁଁ ପାନେ ଔଷଧ ଦେଉଛି, ଖାଇଦିଅ। ଗାଈ ଆପେ ଆପେ ଆସି ତମ ପାଖରେ ପହଞ୍ଚିଯିବ। ସେ ଲୋକଟି କହିଲା, ହଇ ହେ ବୈଦ୍ୟ, ଔଷଧ ଖାଇଲେ ହଜିଲା ଗାଈ ମିଳିଯିବ? ଇଏ ତ ବଡ଼ ଆଶ୍ଚର୍ଯ୍ୟ କଥା। ମୋ କାନ ଉଠିଲା ଦିନରୁ ତ ଏକଥା ମୁଁ କେଉଁଠି ଶୁଣିନି। ବୈଦ୍ୟ କହିଲେ, ଆରେ ବାବା, ତୁ ଆଗେ ବ୍ୟବହାର କରି ଦେଖେ, ଖାଇକି ଦେଖେ କ'ଣ ହେଉଛି। ସମ୍ଭବ କି ଅସମ୍ଭବ ତୁ ପରେ ଜାଣିପାରିବୁନି। ଲୋକଟି କହିଲା, ହଉ ତାହେଲେ ଦିଅ। ଏବେ ବୈଦ୍ୟ ଟାଣୁଆ କରି ପାନେ ତ୍ରିଫଳା ଜଳ ଦେଲେ। ଲୋକଟି ତ ସେଇ ପାନେ ତ୍ରିଫଳା ଜଳ ଖାଇଛି, ଆଉ ଯାଏ କୁଆଡ଼େ? ଗାମୁଛା ଖଣ୍ଡେ ପିନ୍ଧି ରାତି ଯାକ ପୋଖରୀ ହୁଡ଼ାକୁ ଝାଡ଼ା ଯାଉଛି। ସେ ଗାଈଟା ବୁଲି ବୁଲି ଦୈବାତ ଆସି ସେଇ ପୋଖରୀ ହୁଡ଼ାରେ ପହଞ୍ଚିଗଲା। ସେ ଲୋକଟି ତରବର ହେଇ ଗାଈଟାକୁ ନେଇକି ନିଜ ଗୁହାଳେ ବାନ୍ଧିଦେଲା। ଗାଈ ମିଳିଯିବାରୁ ବୈଦ୍ୟଙ୍କୁ ମନେ ମନେ ଭାରି ପ୍ରଶଂସା କଲା। ତହିଁ ଆର ଦିନ ବୈଦ୍ୟଙ୍କ ଔଷଧରେ କେମିତି ଗାଈ ମିଳିଲା, ସେସବୁ କଥା ଲୋକମାନଙ୍କ ଆଗରେ ପ୍ରଚାର କରିବାକୁ ଲାଗିଲା। ଲୋକମାନେ ଶୁଣିକି ଆଶ୍ଚର୍ଯ୍ୟ ହେଇଗଲେ। ଔଷଧ ଖାଇଲେ ହଜିଲା ଗାଈ ମିଳିଯାଉଛି, ଏ କଥା ରାଜାଙ୍କ କାନକୁ ଗଲା। ୟାର କିଛି ଦିନ ପରେ ଜଣେ ଶତ୍ରୁ ରାଜା ସେ ଦେଶକୁ ଆକ୍ରମଣ କରିବାକୁ ସୈନ୍ୟ ସାମନ୍ତ ନେଇକି ଆସିଲେ। ଗଡ଼ ପାଖ ନଈ କୂଳରେ ତମ୍ବୁ ପକେଇ ରହିଲେ। ସେ ଜଣେ ବଡ଼ ରାଜ୍ୟର ରାଜା, ତାର ଅକଳନ ସୈନ୍ୟ। ଏ ରାଜ୍ୟର ରାଜା ତ ଛୋଟିଆ, ସୈନ୍ୟବଳ ମଧ୍ୟ କମ୍। ୟାଙ୍କର ସୈନ୍ୟମାନେ ବି ନଈ ଏପଟରେ ତମ୍ବୁ ପକେଇକି ରହିଲେ। ରାଜା ପ୍ରବଳ ଶତ୍ରୁ ଦେଖି ଭୟ କରୁଥାନ୍ତି। ମନ୍ତ୍ରୀଙ୍କୁ ଉପାୟ ପଚାରିଲେ। ମନ୍ତ୍ରୀ କହିଲେ, ମୋତେ କିଛି ଉପାୟ ଦିଶୁନି। ଆମ ରାଜବୈଦ୍ୟଙ୍କୁ ଥରେ ଡାକିକି ପଚରାଯାଉ, ହୁଏତ ତାକୁ କିଛି ଉପାୟ ଜଣାଥିବ। ରାଜା କହିଲେ, ବୁଝିଲ ମହାମନ୍ତ୍ରୀ, ତମେ ଠିକ୍ ସମୟରେ ଭଲ କଥା ପଦେ ମନେ ପକାଇଦେଲ। ତମେ ଶୁଣିଛ ଆମ ବୈଦ୍ୟରାଜଙ୍କର ଗୁଣ, ତାଙ୍କ ଔଷଧ ଖାଇଲେ ହଜିଲା ଗାଈ ବି ମିଳିଯିବ। ମନ୍ତ୍ରୀ କହିଲେ, ଆଜ୍ଞା ଏ କଥା କାହାକୁ ଅଛପା ଅଛି? ସେଇଥିପାଇଁ ପରା ମୁଁ କହୁଛି, ଆମ ରାଜବୈଦ୍ୟ ତ୍ରିଫଳା ବୈଦ୍ୟଙ୍କୁ ଡକାଯାଉ। ୟାପରେ ବୈଦ୍ୟଙ୍କୁ ଡାକରା ପଡ଼ିଲା। ବୈଦ୍ୟ ଯାଇ ଦରବାରରେ ହାଜର ହେଲେ। ରାଜା କହିଲେ, ହେ ବୈଦ୍ୟଭୂଷଣ, ଆମକୁ ବଡ଼ ବିପଦ ପଡ଼ିଛି। ଆମେ ସେଥିରୁ କେମିତି ଉଦ୍ଧାର ହେବା, ସେଇଥିପାଇଁ ତମକୁ ଡାକରା ପଡ଼ିଛି। ବୈଦ୍ୟ କହିଲେ, ଆଜ୍ଞା କି ବିପଦ? ପାନେ ପାନେ ଔଷଧରେ କୁଆଡ଼େ ଉଡ଼ିଯିବ ବିପଦ? ମଣିମା କ'ଣ ବିପଦ ପଡ଼ିଛି ମୋତେ ଆଗ କୁହନ୍ତୁ। ରାଜା କହିଲେ, ନଈ ଆର ପଟରେ ପ୍ରବଳ ଶତ୍ରୁ ତମ୍ବୁ ପକାଇ ସୈନ୍ୟ ସାମନ୍ତ ଧରିକି ରହିଲେଣି। କାଲି ନିଶ୍ଚୟ ଯୁଦ୍ଧ ହେବ। ଆମର ତ ଅଳ୍ପ ସୈନ୍ୟ, ତାଙ୍କୁ ଜିଣିଲା ପରି ବୁଦ୍ଧି ଦିଶୁନି ଆମକୁ। ଏ ରାଜ୍ୟ ଖଣ୍ଡକ ନିଶ୍ଚୟ ଯିବ, ଏ କଥା ମୋତେ ଜଳ ଜଳ ହେଇକି ଦିଶୁଛି। ୟାର ଉପାୟ କ'ଣ ଅଛି ମୋତେ ଟିକେ କୁହ। ବୈଦ୍ୟ କହିଲେ, ମହାରାଜ ଆପଣ କିଛି ଭୟ କରନ୍ତୁନି। ମୁଁ ଯେଉଁ ଔଷଧ ଦେଉଛି ସେଥିରୁ ପାନେ ପାନେ ସନ୍ଧ୍ୟାବେଳେ ଆମ ସୈନ୍ୟଙ୍କୁ ଦିଅନ୍ତୁ। ରାଜା ଏଥିରେ ସମ୍ମତି ହେଲେ। ବୈଦ୍ୟରାଜ ତ୍ରିଫଳା ଗୁଣ୍ଡ ଟାଣୁଆ କରି ପାନେ ପାନେ ସବୁ ସୈନ୍ୟଙ୍କୁ ଖୋଇଦେଲେ। ତାପରେ ଦେଖ ଖାଲି ମଜା। ସୈନ୍ୟଯାକ ଲୋଟା ଖଣ୍ଡେ ଖଣ୍ଡେ ଧରି ରାତିଯାକ ଝାଡ଼ା ଦୌଡ଼ିଲେ ନଈକୁ। କାହାର 5 ଥର ଝାଡ଼ା ତ କାହାର 10 ଥର ଝାଡ଼ା ତଲପ। ସୈନ୍ୟମାନେ ଖାଲି ନଈ କୂଳକୁ ଯାଉଥାନ୍ତି ଆସୁଥାନ୍ତି। ଏମିତି ରାତି ସାରା ଚାଲିଥାଏ। ଶତ୍ରୁପକ୍ଷ ଲୋକେ ଏତେ ଲୋକ ଝାଡ଼ା ଯିବାର ଦେଖି ଭାବିଲେ, ଏ ରାଜାର ଏତେ ସୈନ୍ୟ ଯେ ସୈନ୍ୟମାନେ ରାତି ସାରା ଝାଡ଼ା ଯାଉଛନ୍ତି। ଏ ସୈନ୍ୟମାନଙ୍କୁ ତ କଳି ହେଉନି। ଏ ରାଜାଙ୍କ ସାଙ୍ଗରେ ଯୁଦ୍ଧ କରି ତ ପାରି ହେବ ନାହିଁ। ତେବେ ଯୁଦ୍ଧ କରି ଗୁଡ଼ାଏ ସୈନ୍ୟ ମରେଇକି ଲାଭ କ'ଣ ହେବ? ୟା ଭାବି ରାତି ପାହିଲା ବେଳକୁ ସୈନ୍ୟ ସାମନ୍ତ ଘେନି ଶତ୍ରୁ ରାଜା ନିଜ ରାଜ୍ୟକୁ ପଳେଇଲେ। ଏ ଦେଶର ରାଜା ଶତ୍ରୁ ପଳେଇବାର ଖବର ପାଇ ବହୁତ ଖୁସି ହେଲେ। ସାଙ୍ଗେ ସାଙ୍ଗେ ରାଜବୈଦ୍ୟଙ୍କୁ ଡକା ହେଲା। ରାଜା ରାଜବୈଦ୍ୟଙ୍କୁ ବହୁତ ପ୍ରଶଂସା କଲେ। ପାଟ କୁଣ୍ଡଳ ଜମିବାଡ଼ି ସୁନାମୁଦି ପୁରସ୍କାର ଭାବରେ ଦେଲେ। ଏଥିରେ ବୈଦ୍ୟଙ୍କର ନାଁ ଦୂରଦୂରାନ୍ତରେ ବ୍ୟାପିଗଲା। ଏଣିକି ରାଜବୈଦ୍ୟ ମହାସୁଖରେ ରହିଲେ। ୟାର କେତେ ଦିନ ପରେ ରାଣୀ ହାଇ ମାରୁ ମାରୁ ଶିରା ଖଞ୍ଜି ହେଇଯିବାରୁ ପାଟିଟା ମେଲା ହେଇକି ରହିଗଲା, ଆଉ ବନ୍ଦ ହେଲାନି। ରାଣୀ ବଡ଼ କଷ୍ଟ ପାଇଲେ। ସାଙ୍ଗେ ସାଙ୍ଗେ ରାଜବୈଦ୍ୟଙ୍କୁ ଡକା ହେଲା। ତ୍ରିଫଳା ବୈଦ୍ୟ ଆସିବାରୁ ତାଙ୍କୁ ସବୁ କଥା କୁହାଗଲା। ବୈଦ୍ୟ ତ ଅମୃତ ହସ୍ତା। ସେ କହିଲେ, ଆଜ୍ଞା ମଣିମା, ଆଜି ରାତିରେ ରୋଗ ଭଲ ହେଇଯିବ। ଆପଣ ଜମା ବି ଭୟ କରନ୍ତୁନି। ଖାଲି ଔଷଧ ତିଆରି ପାଇଁ
କିଛି ସମୟ ଲାଗିବ। ବୈଦ୍ୟଙ୍କ କଥା ଅନୁସାରେ ଔଷଧ ତିଆରି କରିବା ପାଇଁ 5-7 ଜଣ ଲୋକ ଦିଆଗଲା। ବସ୍ତା ବସ୍ତା ତ୍ରିଫଳା ମଧ୍ୟ ପଠାଗଲା। ସେଗୁଡ଼ିକ ରଜା ଘର ଲୋକ ଗୁଣ୍ଡ କଲେ। ତାପରେ ବୈଦ୍ୟ ବଟିକା ତିଆରି କରିବାରେ ଲାଗିଲେ। ସେ ବଟିକା ତ ତମ ଆମ ଭଳି ଲୋକମାନଙ୍କ ପାଇଁ ହଉନି, ଖୋଦ ରାଣୀ ସାହେବଙ୍କ ପାଇଁ ହବ। ତାଙ୍କରି ଭଳି ଆଖି ଦୃଷ୍ଟିଆ ନ ହେଲେ ସିଏ କି ଔଷଧ? ତେଣୁ ବୈଦ୍ୟ ସେତିକ ତ୍ରିଫଳା ଗୁଣ୍ଡରେ ବିରାଟ ବିରାଟ ଆକାରର ମାତ୍ର 7ଟି ବଟିକା ତିଆରି କଲେ। ତାକୁ ସବୁ 7 ଜଣ ବୋଝିଆଙ୍କ ସାହାଯ୍ୟରେ ସାଙ୍ଗରେ ଧରି ସନ୍ଧ୍ୟାବେଳକୁ ରାଜଦରବାରରେ ପହଞ୍ଚିଲେ। ରାଜାରାଣୀ ବୈଦ୍ୟଙ୍କୁ ଚାହିଁକି ରହିଥିଲେ। ବୈଦ୍ୟ ପହଞ୍ଚି 7 ବେତାରୁ 7ଟି ବଟିକା କାଢ଼ି ରାଣୀଙ୍କ ଆଗରେ ଥୋଇଦେଇ କହିଲେ, ଆଜ୍ଞା, ଆଜି ରାତିରେ ଇଏ 7ଟି ବଟିକା ଥର ଥର କରି ଖାଇବାକୁ ହବ। ଇଏ 7 ମାତ୍ରା ପେଟରେ ପଡ଼ିଗଲେ ରୋଗ ନା ରୋଗର ବାପା ରହିବ ଆଉ। ରାଜା ରାଣୀ ପୋଇଲି ପରିବାରୀ ବଟିକାର ଏଡ଼େ ବଡ଼ ରୂପ ଦେଖି ଏମିତି ଠୋ ଠୋ ହେଇ ହସିଲେ ଯେ ସେ ହସରେ ସମସ୍ତେ ଅଣନିଶ୍ୱାସୀ ହେଇଗଲେ। ସେଇ ଅସମ୍ଭାଳ ହସରେ ରାଣୀଙ୍କର ପାଟିଟା ବି ଠିକ୍ ହେଇଗଲା। ଆଁ ହେଇ ରହିଥିବା ପାଟି ମୁଦି ହେଇଗଲା। ରାଣୀ ପୂର୍ବପରି କଥାବାର୍ତ୍ତା ବି କରିପାରିଲେ। ଔଷଧ ଦେଖିକି ତ ରୋଗ ଭଲ, ଆଉ ଔଷଧ ଖାଇବା ଦରକାର କ'ଣ? ରାଜାରାଣୀ ଭାରି ଖୁସି ହେଇଗଲେ। ରାଜା ପାଟି କରି କହିଲେ, ଧନ୍ୟ ତୁମେ ତ୍ରିଫଳା ବୈଦ୍ୟ, ଧନ୍ୟ ତମ ଔଷଧ। ଔଷଧ ଦେଖିବା ମାତ୍ରେ ରୋଗ ଭଲ ହେଇଯାଉଛି, ଆଉ ତମକୁ ମୁଁ କି ପ୍ରଶଂସା କରିବି? ୟାପରେ ରାଜା ତ୍ରିଫଳା ବୈଦ୍ୟଙ୍କୁ ବହୁତ ଧନରତ୍ନ ପୁରସ୍କାର ଦେଲେ। ସେଇ ସବୁ ଧନରତ୍ନ ପାଇ ବୈଦ୍ୟରାଜ ଜୀବନଯାକ ମହାସୁଖରେ ରହିଲେ।